ମୁଁ ଠିକ୍ କରିଥିଲି ଜଗନ୍ନାଥଙ୍କ ସମ୍पर्କରେ ଅନ୍ୟାନ୍ୟ କଥା କହିବା ପାଇଁ। ଏମିତି ତ ମୁଁ ବାରମ୍ବାର କହିବି। ତେବେ ଯେହେତୁ ଏଥରକ ଅନୁରୋଧ ଆସିଛି ମୋର ବ୍ୟକ୍ତିଗତ ସମ୍पर्କ ଏବଂ ଉପଲବ୍ଧିର କଥା କହିବା ପାଇଁ, ତେଣୁ ମୁଁ ବର୍ତ୍ତମାନ ଆଜି ସେଇ ବିଷୟରେ ଗୋଟେ କହୁଛି। ଏମିତି ଦେଖିଲେ ଜଗନ୍ନାଥ କାହା ପାଇଁ କ'ଣ ମୁଁ ଜାଣିନି, ଖାଲି ଜଗନ୍ନାଥଙ୍କୁ ନିଜ ଘରେ ଫଟୋରେ ହଉ ସିଂହାସନ ଉପରେ ପୂଜା କରିଦେଇ ଧୂପ ଦୀପ ନୈବେଦ୍ୟ ଦେଇଦେଲେ ଯଦି କେହି ଭାବୁଥାଏ ଜଗନ୍ନାଥ ଖୁସି ହେଉଛନ୍ତି ଏବଂ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଦେବେ, ତାହା ତାଙ୍କର ଭ୍ରମ ମାତ୍ର। କାରଣ ଠାକୁର ତମର ଧୂପ ଦୀପ କେତେ ଗୁଆ ଘିଅରେ ଦେଇଛ, କେତେ ଫୁଲରେ ସଜେଇଛ, କେତେ ଦାମୀ ଧୂପକାଠିରେ ଦେଇଛ, ତା ସହିତ ମୁଁ ମୋର ଯେତିକି ଜୀବନର ସାଧନାର ଉପଲବ୍ଧି, ତା ସହିତ ଈଶ୍ୱରଙ୍କର କୌଣସି ସମ୍ପର୍କ ନଥାଏ। ଆଉ ବିଶେଷ କରି ଜଗନ୍ନାଥ ଯେହେତୁ ମଣିଷ ଠାକୁର, ସେ ଠିକ୍ ମଣିଷ ଭଳି ବ୍ୟବହାର କରନ୍ତି। ସିଏ ଜାଣି ଦିଅନ୍ତି ଏ ଲୋକଟା ମୋତେ ତେଲ ମାରୁଛି, ଗୋଟେ ଦାମିକା ଦୀପ ଦେଇ ଦେଉଛି, ଇଏ ମୋତେ ତେଲ ମାରୁଛି, ଆର ଗୋଟେ ସ୍ୱାର୍ଥ ଅଛି। କାରଣ ସେ ମଣିଷ ଠାକୁର, ସେ ସବୁ ମଣିଷଙ୍କ ଭଳିଆ ଜାଣିପାରନ୍ତି। କିନ୍ତୁ ମୁଁ ତ ତାଙ୍କୁ କେବଳ ଦେଖେ ମୋର ଗୋଟେ ବନ୍ଧୁ ଭଳି, ବା କେତେବେଳେ କେତେବେଳେ ମନ ଭିତରେ ଆସେ ଯେମିତି ସିଏ ମୋର ପ୍ରେମିକା, ମାନେ ତାଙ୍କ ବିନା ମୁଁ ଯେମିତି ରହିପାରୁନି ସତରେ। ସେଇଭଳି ମୋତେ ତାଙ୍କୁ ଦେଖିଲେ କାନ୍ଦ ମାଡ଼େ, ଆଖିରୁ ଲୁହ ବାହାରିପାରେ। ସିଏ ଗୋଟେ ଇମୋସନର କଥା, ମୁଁ ସେଇଟା କହିପାରିବିନି। ତେବେ ପରବର୍ତ୍ତୀ ସମୟରେ ମୁଁ କେତେବେଳେ ଜଣେଇବି ଜଗନ୍ନାଥଙ୍କ ସହିତ ମୋର ସମ୍ପର୍କ କେମିତି ସ୍ଥାପିତ ହେଲା। କିନ୍ତୁ ଆଜି ଗୋଟେ ବ୍ୟକ୍ତିଗତ ଉପଲବ୍ଧିର କଥା କହୁଛି। ମୁଁ ବ୍ୟାଙ୍କରେ ଚାକିରି କରୁଥାଏ, ମୋ ନିଜର କାର୍ ନଥାଏ। ମୋର ଇଚ୍ଛା ହେଲା ଗୋଟେ କାର୍ କିଣିବି, କିନ୍ତୁ ମୋ ପାଖରେ ଥାଏ ମାତ୍ର 1 ଲକ୍ଷ ଟଙ୍କା। ମୁଁ ଭୁବନେଶ୍ୱର ମାରୁତି ଶୋରୁମକୁ ଆସି ବୁଝିଲି ମାରୁତି 800 କିଣିବା ପାଇଁ। ସେତେବେଳେ ଥିଲା 2,26,000 ଟଙ୍କା। ମନଟା ମୋର ମରିଗଲା। ସାଧାରଣ ବ୍ୟାଙ୍କରେ କ୍ଲର୍କରେ ମୁଁ କେତେ ବା ଦରମା ପାଉଛି, ମାନେ ଆଜିକି ମୁଁ 25-30 ବର୍ଷ ତଳ କଥା କହୁଛି। ମୋ ମନଟା ମରିଗଲା। ମୁଁ ଏମିତି ମନେ ମନେ କହିଲି କାଳୁକୁ, କାଳୁ ଯେହେତୁ ବନ୍ଧୁ, ତମେ ଗୋଟେ ବନ୍ଧୁ ପାଖରୁ ଧାର ବି ଆଣିପାରିବ, ମୁଁ ତ ତାଙ୍କୁ ଈଶ୍ୱର ହିସାବରେ ଦେଖେନି। ମୁଁ କହିଲି ଆରେ ମୋର ଗୋଟେ କାର୍ କିଣିବାକୁ ଇଚ୍ଛା, ଆଉ 1,00,000 ଟଙ୍କା ଅଛି, ଆଉ 1,26,000 କୋଉଠୁ ଆସିବ? ଏମିତି ମନେ ମନେ ତାକୁ କହେ। ଦିନେ ବ୍ୟାଙ୍କରେ ବସିଛି, ଜଣେ ବ୍ୟବସାୟୀ ଯିଏ ସବୁଦିନ ବ୍ୟାଙ୍କକୁ ଟ୍ରାଞ୍ଜାକ୍ସନ୍ କରିବାକୁ ଆସନ୍ତି, ସିଏ ଏମିତି ବାଇ କଥାବାର୍ତ୍ତା ଭିତରେ ହଠାତ୍ କହିଲେ, ବିଭୁଦ ବାବୁ ଆପଣ କାର୍ ଫାର୍ କିଣିଲେଣି? ମନକୁ ମୁଁ ଟିକେ କାବା ହେଲି। ମୁଁ କହିଲି ମୁଁ କହିଲି ନାଇଁ କାର୍ କିଣିନି, କାର୍ ବହୁତ ଦାମ। କିଏ ନା ବହୁତ ମାନେ ଆପଣ କୋଉ କାର୍ କିଣିବେ? ମୁଁ କହିଲି ସେ ଗୋଟେ ମାରୁତି 800 କିଣିବି ବୋଲି ଭାବିଥିଲି, 2,26,000। ନା କ'ଣ ଆପଣଙ୍କ ପାଖରେ ବ୍ୟାଙ୍କରେ ଚାକିରି କରିଛନ୍ତି 2,26,000? ମୁଁ କହିଲି ନାଇଁ ରେ ଭାଇ, ମୋ ପାଖରେ ଟଙ୍କା ଲକ୍ଷେ ଭିଡ଼ି ମୋଡ଼ି ହେଲେ ବାହାରିବ, କିଣନ୍ତୁ 1,26,000 ମୁଁ ଦଉଛି କହି ସେ ସାଙ୍ଗେ ସାଙ୍ଗେ ମୋ ଆକାଉଣ୍ଟରେ 1,30,000 ଟଙ୍କା ଡିପୋଜିଟ୍ କରିଦେଲେ। ଭାବି ପାରୁଛନ୍ତି ତ? ଆଜିକାଲି ସଂସାରରେ କାହାକୁ ଯଦି ତମେ 5 ଟଙ୍କା ଧାର ମାଗିବ, ଭାଇ ମୋ ପାଖେ ନାହିଁ, ଆଗରୁ ମାଗିଥିଲେ ହେଇଥାନ୍ତା, କାଲି ତ ମୁଁ ଏମିତି ମୋର ଖର୍ଚ୍ଚ ହେଇଗଲା, କାଲି ତ ମୋର ସେ ଶାଳୀର ବାହାଘର ହେଲା ମୁଁ ତାକୁ ଦେଇଦେଲି, ନାନାଦି ପ୍ରକାର ବାହାନା କରିବେ। ଟଙ୍କାଟେ ଯଦି ତମେ କାହାକୁ ଧାର ମାଗିଦେଲ, ସିଏ ଭାବିଦେଲା ତମେ ତା ସଂସାରଟାକୁ ନେଇଯାଉଛ। ଏଥିରେ ଜଣେ ଲୋକ 1,30,000 ସାଙ୍ଗେ ସାଙ୍ଗେ ମୋ ଆକାଉଣ୍ଟକୁ ଦେଲେ, କହିଲେ ଆପଣ ଗାଡ଼ି କିଣନ୍ତୁ। ମୁଁ କହିଲି ଆଜ୍ଞା ଏତେ ଟଙ୍କା ମୁଁ କେତେବେଳେ ସୁଝିବି? ନା ସୁଝିବା କଥା ମୁଁ କ'ଣ କହିଲିଣି, ଗାଡ଼ି କିଣନ୍ତୁ, ଲକ୍ଷେ ଅଛି, ଆଉ କ'ଣ 1,30,000 ପାଇଁ ଗୋଟେ ଗାଡ଼ି କିଣା ହେଇପାରିବନି? ମୁଁ କାବା ହେଲି। ମୁଁ କହିଲି ମୁଁ ତ କାଲି ମନେ ମନେ କହୁଥିଲି କାଳୁକୁ ଯେ 1,00,000 ଟଙ୍କା ଅଛି, ଟଙ୍କା ହେଲାନି, କ'ଣ କେମିତି କରିବା, ଜଷ୍ଟ ଖାଲି କହୁଥିଲି। କିନ୍ତୁ ଇଏ ଆଜି ମନକୁ ମନ କହୁଛନ୍ତି। ଏଇଠୁ ଆଗ ମୋର ମାର୍କ କରନ୍ତୁ, କାଳୁର ଚମତ୍କାରିତା ଆରମ୍ଭ ହେଇଗଲା। ସେ କେମିତି ମନ କଥା ଜାଣିପାରେ, କାହାର ଜାଣିପାରେ ଜଣେ, ମୁଁ ଜାଣିନି, ସେ ମୋ କଥା ଜାଣିପାରେ। ହେଇଗଲା, ଟଙ୍କା ଆସିଗଲା। ଟଙ୍କା ଆସିଲା ପରେ ମୁଁ ମୋର ଟିକେ ଟିକେ ପୁଅ ଝିଅଙ୍କୁ ଧରିକି ଆସିଲି ଭୁବନେଶ୍ୱର ମାରୁତି ଶୋରୁମରୁ। ଠିକ୍ ସନ୍ଧ୍ୟାବେଳେ ଗାଡ଼ିଟିଏ କିଣି ମାରୁତି 800 ମନ ପ୍ରେମରେ, ମୁଁ ତ ଡ୍ରାଇଭିଂ ଜାଣେ, ପୁରୀରେ ପହଞ୍ଚିଲି। ସାଧାରଣତଃ ଯାହା ସବୁ ଗାଡ଼ି କିଣାଯାଏ ଆମମାନଙ୍କର, ଆମେ ପୁରୀ ଲୋକଙ୍କର, ମୋଟରସାଇକେଲ ହଉ, କାର୍ ହଉ, ଟ୍ରକ୍ ହଉ, ଯାହା ହଉ, ଆମର ବାଟ ମଙ୍ଗଳାଙ୍କ ପାଖରେ ସମସ୍ତେ ପୂଜା କରନ୍ତି। କିନ୍ତୁ ମୋର ତ ସବୁ ହେଲା କାଳୁ। ମୁଁ ମୋର ଠିକ୍ କରିଦେଲି ଯେ ମୋର ଗାଡ଼ିଟା କାଳୁ ହିଁ ପୂଜା କରିବ। କିନ୍ତୁ କାଳୁର ତ ପୂଜା କରିବା ପାଇଁ ସିଷ୍ଟମ୍ ସେମିତି କିଛି ନାହିଁ, କି ଆମ ମନ୍ଦିର ସାମନାରେ କାହାରି ଗାଡ଼ି ବି ପୂଜା ହୁଏନି, ସେ ବ୍ୟବସ୍ଥା ହିଁ ନାହିଁ। ସବୁ ବାଟ ମଙ୍ଗଳାଠି ପୂଜା କରନ୍ତି, ମୋର କିନ୍ତୁ ସବୁ କିଛି କାଳୁ ପୂଜା। ମାନେ ମୁଁ କହିଲି ଗାଡ଼ି ତ ପୂଜା ହେଇପାରିବନି। ପ୍ରତିଦିନ ସନ୍ଧ୍ୟାବେଳେ ଯେଉଁ ନୀଳଚକ୍ରରେ ପତାକା ବନ୍ଧାଯାଏ, ସନ୍ଧ୍ୟାବେଳକୁ ପୁରୁଣା ପତାକା ଓହ୍ଲାଯାଏ, ନୂଆ ପତାକା ବନ୍ଧାଯାଏ। ମୁଁ କହିଲି ଆଜି ସନ୍ଧ୍ୟାବେଳେ, କାଲି ସନ୍ଧ୍ୟାବେଳେ ଯିବି, ଯେଉଁ ପତାକା ଓହ୍ଲା ହବ ନୀଳଚକ୍ର, ସେଇ ଗୋଟେ ପତାକା କିଣି ଆଣିବି, ତାକୁ ମୋ ଗାଡ଼ି ଷ୍ଟିଅରିଂରେ ବାନ୍ଧିଦେବି। ହେଲେ ମୋ ଗାଡ଼ି ପୂଜା ହେଇଗଲା। ଠିକ୍ କରିଦେଲି ମନେ ମନେ। ଆଜି ରାତିରେ ତ ସେ ଗାଡ଼ି କିଣି ପହଞ୍ଚିଛି। ଭାବିଲି କାଲି ସିନା ସନ୍ଧ୍ୟାବେଳକୁ ଯିବି ପତାକା ଆଣିବା ପାଇଁ, କିନ୍ତୁ ଗାଡ଼ିଟେ କିଣିଛି, କାଳୁ ଏତେ ଟଙ୍କା ବ୍ୟବସ୍ଥା କରିଦେଲା, ତାକୁ ତ ଆଟଲିଷ୍ଟ ଥ୍ୟାଙ୍କ ୟୁ କହିବାକୁ ଯିବି।
भोर 4टारू धला ट्राउजर पंजाबी पिंधि चली चली मंदिर ठी पहुँचली मंगल आलती देखापी। मंगल आलती शीत दिन राति 4टा 4:30 होची मंदिर भितर केही नाहंती। मो सहित बेसी हाली हेले से समय एबे लोक गहली होउचंती बेसी हेले 4-5 जन लोक। मु कहूची एटा 1999 मसीहार कथा, फेब्रुआरी मासर कथा। मात्र 4-5 जन मंदिर खोला ठाकुर आलती है देखिली। कालू को थैंक यू कहली। मु कहली तू मते जो टंका 130 साहाଯ୍य करूछु सेति तते अशेष अशेष धन्यवाद। एमती टिके मते टिके काहे सारा जीवन मते टिके तू टिके चाहिथिबु ताको धन्यवाद जणे कि 7 पाहाच बाटे ओल्हे आसिली। सेतल को अंधार कमी कमी आसीची किंतु सूर्य उदय हेई नाहंती, जाल जालुआ अंधार आलो टिके टिके अच्छे। 7 पाहाच ओल्हे आसी आनंद बजार पट रास्ता देकी बाहरी आसिया पई कि बाहर को 10-15 हाथ बाहर कि नहीं हठात पछ जने कहला अरे अरे पळुचु गडे आसे आसे। मु कहली मंदिर भीतर कहीं नांती, मु तो अगनार एका ओल्हेची पछकु चाहिली। पछकु चाहिला बेलू से 7 पाहाच पत्थर कांथु को आउजी कि बेसी हेले 4.5 फुट 5 फुट तो प्रश्न 4 फुट 4 गेडू गेडू लोकटे गोटे महिला पाट लुगाटे पिंची खाली देह टिके थंतलिया पेट गोटे एडिकी टिकी नीलचक्र ओह्लाइता पताकाटे एडिकी पताकाटे धरिकी छिड़ा होती। मु कहली मते डाकिले कि ना क्या डाकिबी तू पूरा आज आसीलु जे 4टा बेलू आसिकी नीलचक्र पताका नेले तो गाड़ी रे बंधा हेले तो गाड़ी पूजा हबो तते तो दबापी मु पताका धरी छिड़ा होती आ तू पलुचु कौन। मु काबाली मु कहली मु पताका मो गाड़ी किनी पताका आज आसिकी 4टा बेले नेबी सेटा गाड़ी रे बांधिबी तो जानिया संभव नुह। केमी जानिबो को मो मन कथा ये जानिबो कि तले ये की से जाए मो मन भीतर उंकी मारी पाउनी ही जगन्नाथ ना सकाल भोर 4:30-5 भितर गोटे लोकटे मो पताकाटे धरी छिड़ा होती मत डाकुची एवं कहूची जे तू आज पताका नबाक आसी था तो गाड़ी रे पूजा हम सेटा मुझे से मुहूर्त भावी पाइली हाथ पताकाटे नेली। पताकाटा नहीं कि मन मन भाविली ब्राह्मणिया लोक तो मंदिर भीतर समस्त टंका मांगती मुझे से अनुसार भावुची मोर जी बोका बुद्धि पकेट 10टी टंका काढ़ी मु कहली आज्ञा पताकाटा देले टंकाटा नियंतु तते कौन टंका माने पताका बिकाकू मुझे छिड़ा थी एत भोर आसी छिड़ा जा 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 गाड़ी जी बांधु मु नमस्कार भी करनी जा जा जो कहले मुझे बुलिकी चली आसिली। घटनाटा एतिकी मोर आपण मान प्रश्न से दिन पताकाटा मते किए देला से जो गेडू होइकी टोकाटी छिड़ा होइतला सीए किए से आर उत्तर आपण मान पाखे अच्छी। मु गाड़ी किणी से गेडू लोकटी जानिला केमिति मोर आज संध्या पताकाटे नीलचक्र ओह्ला हेले गाड़ी रे बंधा हबो सी जानिला केमिति। बंधु परवर्ती समय रे मो सहित आपण भावार आदान प्रदान कले जानिबे परवर्ती समय रे कालू मते कहितला तू चाहितलु पताकाटे मु तते पताका देली गाड़ी रे बांधी देबू। एटा 1999 मसीहार कथा। आपण माने जदि केही जदि सेतिकी चाहू थांती जे मु डहरामी करूची कि मिछ कथा कहूची कौन करूची आ भितरे 1999 रु आ भितरे मोर दीटा कार किणा है कि विकास होइलाड़ी। मु गाड़ी बिकिला बेले सबू किछि गाड़ी भितर जेते दामी जिनस थाउ कैमेरा थाउ वीडियो थाउ सबू दे दिए से स्टीयरिंग रु से पताकाटे केवल काढ़ी दिए। एवं एन मो पाखे जो गाड़ी अच्छी नुआ गाड़ी अच्छी सेटा एई 4 वर्ष तले किणा है 2019 रे से स्टीयरिंग रे मध्य सेई पताकाटे आज जाए बंधा है। जे कहीं चाहिए जदि केतले जीवन में मो पाखक आसबे मो कार रे सेई कालू हाथ रे दिया जाइथिया पताकाटा स्टीयरिंग रे बंधा होइथिया पताकाटी की देखि पारिबे। एवं जेतले मु गाड़ी रे जाए निजे ड्राइविंग करी जाए कि बसिक जाए मते लागे मु कहनी सत्य कि मिछ कालू भी मोर संगे बसिकी मो गाड़ी रे जाऊची। एई हेला मोर कालू सहित व्यक्तिगत उपलब्धिर कथा। आपण मानू केमते लागिला सत कि मु कहि परिबिनी जहाँ मो जीवन में घटी जाइछि मु आपण आगे कहली। आज एतिकी आगे आपण मानकर आग्रह थिले
मो जीवन में एमती अनेक घटना दैन प्रतिदिन आपण भाविना अकाले सकाळे कालू सहित मोर जो संपर्क व्यक्तिगत संपर्क जोड़ी हो आम भितर कथबार्ता हवा केतले केतले शारीरिक स्तर रे दर्शन सी दबा बहुत घटना घटी जाउछि भाई। सी एक रहस्यमय ठाकुर ताकू कलना करवा एत सोजा नुह। आज एतिकी ए भिडियोटी केमिति लागिला मते जणेबे, कमेंट रे निश्चय जणेबे, लाइक करिवे, शेयर करिवे बंधु बांधव भितर समस्ते जान। शेयर करिया कथा मु कहूनी, मु यूट्यूब रे कोन टंका पाइबा पे कहूची, लोक जानंतु एटा गोटे निर्जीव काठर गंडी नुह। ये आमरी भलिया गोटे हृदय छल छल होउथुवा स्पंदित होउथुवा जीवंता ठाकुर। रहिली, नमस्कार।